ଭାରତର ଚାରିଧାମ। ଭାରତବର୍ଷର ଚାରିଦିଗରେ ଚାରିଧାମ ଅବସ୍ଥିତ। ଭାରତର ପୂର୍ବ ଦିଗରେ ପୁରୀ ଶ୍ରୀକ୍ଷେତ୍ର ଧାମ, ପଶ୍ଚିମରେ ଦ୍ୱାରିକା, ଉତ୍ତରରେ ବଦ୍ରିନାଥ, ଦକ୍ଷିଣରେ ରାମେଶ୍ୱରମ୍ ଅଛି। ବର୍ଣ୍ଣିତ ଅଛି ଯେ ପ୍ରଭୁ ରାମେଶ୍ୱରମ୍ରେ ସ୍ନାନ କରନ୍ତି, ଶ୍ରୀକ୍ଷେତ୍ରରେ ଭୋଜନ କରନ୍ତି, ବଦ୍ରିନାଥରେ ଧ୍ୟାନ କରନ୍ତି, ଦ୍ୱାରିକାରେ ବିଶ୍ରାମ ନିଅନ୍ତି। ଏହି ଚାରିଧାମରେ ଭଗବାନ ସ୍ୱୟଂ ବିରାଜମାନ କରୁଥିବାରୁ ଏହି ଚାରି ସ୍ଥାନ ଅତ୍ୟନ୍ତ ପବିତ୍ର ସ୍ଥଳ ଅଟେ। ଏହି ଧାମଗୁଡ଼ିକର ଦର୍ଶନ ପରେ ମନୁଷ୍ୟ ମୋକ୍ଷ ପ୍ରାପ୍ତ କରିଥାଏ। ବଦ୍ରିନାଥ ଧାମ ଉତ୍ତରାଖଣ୍ଡର ଅଲକାନନ୍ଦା ନଦୀ ତଟରେ ଅବସ୍ଥିତ। ଦ୍ୱାରିକା ଗୁଜରାଟର ଆରବ ସାଗର ତଟରେ ଅବସ୍ଥିତ। ରାମେଶ୍ୱରମ୍ ତାମିଲନାଡୁର। ଏଠାକାର ଜ୍ୟୋତିର୍ଲିଙ୍ଗର ସ୍ଥାପନ ପ୍ରଭୁ ଶ୍ରୀରାମ କରିଥିଲେ। ଶ୍ରୀକ୍ଷେତ୍ର ଧାମ ଓଡ଼ିଶାର ପୁରୀ ଜିଲ୍ଲାରେ ଅବସ୍ଥିତ। ଧନ୍ୟବାଦ।